ତମର ଯେ ଅନ୍ଧେର ଜାଗାରେ ଟର୍ଚ୍ଚ ହେଲା ପରଠୁ ଏ ହାତଟା କାହିଁକି ମୋର ଖାଲି ଛୋଟ ଛୋଟ ମଶା ଏ ମଶା ଏ କିଏ ସେ ଡାକୁଛୁ କୋଉଠି ମତେ ଯାଉଛି ଏ ଖରା ବେଟାରେ ବି କୋଉ ଜବଡି ଖିଆ ମତେ ଡାକୁଛି କେଜାଣି ଠିକ ଟାଇମରେ ମୋ ନାକ ଘରଟା ବି କୋଉଠି ହଜେଇ ଦେଇଛି से बालरे पड़ गया गले तमे आसीछ हां मसा तम सह सेदिन असदाचरण करि दिबारु मु तमको के मापातरा करिबा को आसीछि ना तमे नै भूल मागियो भूल त मु मागि दरकार कारण सदन तम प्रति करथिरा खरा व्यवहार पई मु बहुत दुख मने करछि सतरे तमे दुखित हां परे आ गोटे कथा जानिछ कोन सेई दिन मु जोडु जो टका मानु देखुछि मो हाथ खाली छटा होरी परे एडी मसा तमरे टोका देखिले छोट छोट मोर टोकी की देखिले छोट छोट बनी जाने समदसा एडी मसा ओरे बाबा को पाखु जाईतिली बाबा कोन कहले बाबा कहले छोट छोट बीमारी का आजो भलो बीमारी नुह ताले हम कोन करिबा तार उपचार देले कोन उपचार देले कहले यदि गोटे साप गोटे मनुष्य को कामुड़े तार कोन हबो सापटा मरि जीवो सापटा मरि जीवो तो मार से कोन खाए जन्म करथिला बे अछरा कदले खाए जन्म करथिला बे हां मो बहु कहला हां मते जन्म करे बे सारू मुळा खाए जन्म करथिला मने पहिला से सापटा का से मनुष्यटा मरि जीवो तांत्रिक पूजा आचरा करी साप को डाकियो साप कोन आसीबो ना साप साप जोड़ी कामुड़ जीव साप मुंडा नहीं से लगे देले सब जाक साप विष काढ़ देबो ताले बेबे कोन करिवो बाबा कहचंती ए जो जगह हाथ रे बाजी जो छोट छोट रोगरा आरंभ हेतिला कोन जिनी से जगह बाचे ताले बीमारी का पूरा भलो होई आमे तो कौन करिबा हम कोजे भी होई छै ए माता रखो तम से प्राइवेट लकड़ बिते मां सेदिन 5 टका दाम में एते झगड़ा करथिला आज पुणी 50 टका दो मैं रखी दे तम नंगला को दो जाओ ए ओ अब माल लाइन के रखी ए ओइन बोझे बिते रखी बिते रहला हेगी एबे कोन करिया दे मन मार दे
ବସା ଶଳା ଦି ମାସ ହେଲା ମୋ ଘରେ ଲାଇଟ୍ ନେଇ ଯାଉଛି ମୁଁ କିଛି କରିପାରୁନି ଶଳା ଆଜି ବାହାରିକି ଚଢେଇଛି ମାନେ ଆଙ୍କୁଶ ଲଗେଇ କୁଣ୍ଡେଇ ଧରି ଛାଡ଼ିଲେଣି ଆରେ କିଏ ଏ ବସା ତମେ ମୋ ପାଖରେ କେଇଟା ଦିନ ହେଲା ରହିଲ ଟିକେ ମୋଟେଇ ଗଲଣି ଆରେ କିଏ ତୁ? ଏ ଅଟୋ ଏ ବସା ଆଇରେ ଏ ବସା ଓ ଏ ତୁ ମଶା କୁଣ୍ଡେଇ କଣ କରୁଥିଲୁ ମୁଁ କଣ କରୁଥିଲି ଆଗକୁ ପର୍ଯ୍ୟନ୍ତ କହିବି ମଶା ମଶା ପଟେ ସେ ଏ ବସା ତା ସେ ତତେ କୁଣ୍ଡେଇ କଣ କରୁଥିଲା ହେ ନା ମ ସିଏ ମତେ କାଇଁ କୁଣ୍ଡେଇବ ସିଏ ମତେ ଧରି କାନ୍ଦୁଥିଲେ କାନ୍ଦୁଥିଲା ମାନେ କଣ ପାଇଁ କାନ୍ଦୁଥିଲା ସେ ଆରେ ସେଦିନ କରିଥିବା ମୋ ପ୍ରତି ଦୁର୍ବ୍ୟବହାର ପାଇଁ ସେ ବହୁତ ଦୁଃଖ ମନେ କରିଥିଲେ ସେଥିପାଇଁ ସେ ମତେ କ୍ଷମା ମାଗିବାକୁ ଆସିଲେ ଆଉ ସେଇ କଥା ଆମେ ସୁଖ ଦୁଃଖ ହଉଥିଲୁ ହେ ମଶା କହୁଥିଲେ ତାଙ୍କର କାଳେ ବାହାଘର ହବ ଏ ମଶା ତମେ ସତରେ ତାକୁ ବାହା ହେଇଯିବ ଆଉ କାହାକୁ ନେବା ମୁଁ ବା ତମକୁ ବାହାରୁ ଇଏ ମତେ ବାହା ହବ ହଁ ଇଏ ଯଦି ମତେ ବାହା ହବ ଆଉ ଏ ଏଣ୍ଡୁଟା ନାଳେଇବନି ତ ନା ବା ଏ ମଶା ତମର ଏ ପଦିଏ କଥା ନା ମୋ ଦିଲଟା ପୁରା ଗାଡେନ କରିଦେ ଶଳା ତୋ ମେସିନ୍ ଏବେ ବି କାମ ଦଉଛି ନା କଣ ଏ ମେସିନ କେତେ କଣ କାମ କରୁଛି ହଁ ତୋ ମେସିନ୍ ଯେମିତି ହାଇଲାଇଟ୍ କାମ କର ତା ପାଇଁ ମୋର ବଢିଆ ଉପକାର ଅଛି କଣ ଅଛି ନା ଜାପାନ କଲାନି ମା ଏ ଶଳା ମାଲ ହଁ ଆବେ ଶଳା ଏଇଟା ଖୁସିରେ ପିଆଯାଏ ନା ଶଳା ଖୁସି ତମେ କେତେ ପିଛ ଶଳା ମିଶିକି ପୁରା ପିଆ ଲୋକ ତମେ ଶଳା ତମ ମାଲ କେଭଳି ପିଇଲାନି ଏ ମଦ ବି ଭଗବାନ ମଦ ତୋ ପାଇଁ ଭଗବାନ ଗୋଟେ କାମ କରୁନୁ ଶଳା ଯଦି ମଦ ତୋ ପାଇଁ ଭଗବାନ ତମ ଘର ଆଗରେ ବାନ୍ଧିକି ରଖିଦଉ ଖାଲି ସାଥି ବେଳେ ପୂଜା କରୁଛୁ ଏ ଶଳା 6 ମାସ ହେଲା ମୁଁ ମଦ ପିଇ ନଥିଲି ଆଜି ଟିକେ ପିଇ ଦେଇଥିଲି ଦେଖୁନୁ ମୋ ମଶା କିନ୍ତୁ ମତେ ଭଲ ପାଉଛି ଶଳା 6 ମାସ ହେଲା ଦୁଧ ପିଉଥିଲୁ ଶଳା ଆଜି ମଦ ପିଇକି ଏତେ ହାଇଲାଇଟ୍ କରୁଛୁ ଏ ଶଳା ମୋ ବ୍ରାଣ୍ଡ ଯଦି ଆଣିଛି ଦଉନୁ ଦେବି ନା ଦେ ମଶା ଦେବି ଆଣେ ମୋ ବ୍ରାଣ୍ଡ ଆଣେ ଆଜି ଟିକେ ପକେଇ ମଶାକୁ ଓହ୍ଲେଇ ମଶା ଓ ସତରେ ଯେ ଶଳା ବୁଢା ତୋର ବାହା ହବ ହଁ ତୁ କଣ ପାଳି ଦେଲୁ ବେ ତୁ ପାଣିରେ ମତେ ହାତୀ ଆସୁଛି ଶଳା ଏଇଟା ପାଳ ନହେବେ ତାର ପ୍ରଶ୍ନର ଜବାବ ଶଳା ପଛରେ ଜବାବ ଦଉଛୁ ନା କଣ ଡାର୍ଲିଂ ତମେ କଣ ମତେ ସତରେ ଭଲ ପାଅ ଭଲ ପାଏ ମାନେ ମୁଁ ତମକୁ କୋଉ ଅନୁକୂଳରୁ କୃତଜ୍ଞତା ଜଣେଇବି ଜାଣିପାରୁନି ମୁଁ ଭଲ ପାଇବା କେତେ ବଢିଗଲିଣି ଜାଣିଛ ଗୋଟେ କଥା ମଶା ଏପଟେ ତମ ଘରେ ରହିଲେଣି ମୁଁ ଜାଣିଛି ତମ ତୁଳସୀ ଠାରୁ ବି ବହୁତ ପବିତ୍ର ଆଉ ମୁଁ ସେଥିପାଇଁ ଭାବିଛି ଆମ ବାହାଘର ପରେ ଠିକ ଏମିତି ଶାଢୀ ପିନ୍ଧିକି ତମ ଘରେ ରହିବି ଏ ବସା ତମେ ସତରେ ମତେ ବାହା ହବ ହଁ ଦେଖିଲ ଏ ପଦିଏ କଥା ମୋ ଦିଲଟା ପୁରା ଗାଡେ ମଶା ସେ ଡନ୍ କଥା କଣ ଡନ୍ କଥା ଆଉ ଜାଣିଛ ଗୋଟେ କଥା ତମେ ତ ଯଦି ସତରେ ଭଲ ପାଅ ମୋ କଥା ଗୋଟେ ରଖିବ ଗୋଟେ କଥା କଣ 100 କଥା ପଚାରୁନ ତମ କମ୍ପାନୀରେ ସେ ଯୋଉ ଡନ୍ ନୁହଁ ବା ସେ ସବୁବେଳେ ମତେ ବଡ ବଡ ଆଖରେ ଡିମାଣ୍ଡ ଆଖରେ ମତେ ଅନଉଛି ତମେ ତାକୁ ଟିକେ କୁହନ୍ତନି ସେ ମତେ ଅନାଉନି ବୋଲି ଅନୁଦମ ଅନୁ ହଁ ପରା ତମେ ତାକୁ ଟିକେ ମନା କରିବ ସେ ମତେ ଅନେଇବନି ବୋଲି ମାରିବି ନିଶ୍ଚୟ ସଳାକୁ ମାରିଦେବି ଛାଡ଼ିବି ନିଶ୍ଚୟ ସଳାକୁ ମାରିଦେବି ଆଉ କଣ କହୁନୁ ତମେ ତାକୁ ମନା କରିବ ମୋର ଭଳି ଏତିକି ମୋର ଆଉ କିଛି ଦରକାର ନାହିଁ ବା ମୁଁ କହିଦେବି ଯେ ହେଲେ ତୁ ମତେ ଦବୁ କଣ ବା ଏ
ଶଳା ରସ ସିଗରେଟଟା କଣ ବସ୍ ଏ ଭଗବାନ আবে তুই শোনা ভিডিও করছু না মোর কথা আগে করছু মু জানি পারি আরে ମୁଁ ବ୍ଲଗ୍ ଅଛି আবে ଆମ କମ୍ପାନୀର ମାଲିକ ହଁ ଯାହା କମ୍ପାନୀ ସେ ଦାନା କରୁଥିଲା ହଁ ଯାହା ମୋର ଦାନା ଖାଉଥିଲା ତା ଭଣ୍ଡ ରେପ୍ କରି ମାରିଦେଲା ହଁ ଆଉ ତା ବାପା ଦେଖିଦେଲେ ବୋଲି ତା ବାପାକୁ କାଇଦା କରି ମାରିକି ତ ଆଉ ତ ଆମର ବଙ୍ଗାଳୀ କେସେ କଲିକତାରୁ ଆସିଥିଲା ସେ ଶଳା ଟ୍ରେନରେ ମାରିକି ତାକୁ ଟ୍ରେନ୍ ଲାଇନରେ ଫୋପାଡ଼ି ଦେଲା ଆଉ ମୁଁ ଶଳା ସେ ଡରକୁ ଛାଡ଼ିଗଲି